ମାଛରେ କିଛି ହଳଦୀ ଲୁଣ ପକାଇ ଭଲ ଭାବେ ଗୋଳାଇ ଦେବା ଏବଂ ତାକୁ ଭାଜିବା ପାଇଁ ନେଇଯିବା। ମାଛ ଭଲ ଭାବେ ଭାଜି ହୋଇଯାଇଛି। ତାକୁ ଏବେ କାଢ଼ି ଦେଇ କିଛି ମସଲା ପ୍ରସ୍ତୁତି ପ୍ରଣାଳୀ ଆରମ୍ଭ କରିବା। ଗୋଟେ ଗ୍ରାଇଣ୍ଡିଂ ଜାର୍ ନେବା, ସେଥିରେ କିଛି ରସୁଣ, ଦୁଇଟି କଞ୍ଚା ଲଙ୍କା, କିଛି କଟା ପିଆଜ, ଦୁଇଟି ଶୁଖିଲା ଲଙ୍କା, କିଛି ଜିରା ଓ କିଛି ଧଳା ସୋରିଷକୁ ପକାଇ ଭଲ ଭାବେ ଗ୍ରାଇଣ୍ଡିଂ କରିନେବା। ଏବେ ଗ୍ରାଇଣ୍ଡିଂ ହୋଇ ଆମ ମସଲା ପ୍ରସ୍ତୁତି ହୋଇଯାଇଛି। ଏବେ କଢ଼େଇରେ କିଛି ତେଲ ପକାଇ ସେଥିରେ ପ୍ରସ୍ତୁତ ମସଲାକୁ ପକାଇ ଭଲ ଭାବେ କଷି ନେବା। ସେଥିରେ କିଛି ଲୁଣ ପକାଇବା, କିଛି ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ନେବା। ମସଲା ପ୍ରସ୍ତୁତ ହୋଇଗଲେ ସେଥିରେ କିଛି ପାଣି ଦେଇ ତାକୁ ଫୁଟିବାକୁ ଛାଡ଼ିଦେବା। ସେଥିରେ ଖଣ୍ଡେ ଏବେ ଆମ୍ବୁଲ ପକାଇଦେବା, ଯାହାଦ୍ୱାରା କି ମସଲା ବହୁତ ଟେଷ୍ଟି ଲାଗିବ। ଏବେ ମସଲା ଫୁଟିଲାଣି। ଏବେ ଆମେ ଭାଜିଥିବା ମାଛକୁ ଭିତରେ ପକାଇଦେବା। ଏବେ ଚାଲନ୍ତୁ ଗୋଟେ ପାତ୍ରକୁ କାଢ଼ି ନେବା ଏବଂ ଟେଷ୍ଟ କରି ଦେଖିବା ଚୁନା ମାଛ ବେସରଟି କିପରି ଲାଗୁଛି। ଆପଣମାନଙ୍କୁ ମଧ୍ୟ କିପରି ରେସିପିଟି ଲାଗିଲା ପ୍ଲିଜ୍ କମେଣ୍ଟ କରନ୍ତୁ ଓ ଭଲ ଲାଗିଥିଲେ ଲାଇକ୍ କରନ୍ତୁ ଓ ସେୟାର କରନ୍ତୁ। ଆପଣ ମଧ୍ୟ